So finally OSSC CGL ର examination date ଆସି ସାରିଛି and it is official, right? ତ ଏମିତି ନାହିଁ କି ତମର ଦେଖିଥିବ ବହୁତ ସାରା ୟୁଟ୍ୟୁବ୍ ଚ୍ୟାନେଲ୍ ହେଇଗଲା କିମ୍ବା ତମର ଯେତକ ଇନଷ୍ଟିଚ୍ୟୁଟ୍ ଅଛି ସେମାନେ କହୁଥିଲେ କି 12 ଏପ୍ରିଲରେ ତମର ଏକ୍ଜାମ୍ ହେବ, ଠିକ୍ ଅଛି। କାହିଁକି ନା 12 ଏପ୍ରିଲରେ ଗୋଟେ ଆମର ଭେନ୍ୟୁ ଆରେଞ୍ଜମେଣ୍ଟ ହେଇଥିଲା, ତ ବହୁତ ସାରା ଟିଚର ମାନେ ଏଇଟା ଗେସ୍ ଲଗେଇଥିଲେ କି ଆମର 12 ଏପ୍ରିଲରେ କ'ଣ ହେଇଯିବାର ଅଛି, OSSC CGLର ପ୍ରିଲିମ୍ସ ହେଇଯିବ। ବଟ୍ OSSC ନିଜେ ଅଫିସିଆଲି ଗୋଟେ ନୋଟିସ୍ ରିଲିଜ୍ କରିଛି। ସେ ନୋଟିସ୍ରେ ତୁମକୁ କୁହାଯାଇଛି କି କେତେ ଜଣ ପିଲା ଆପ୍ଲାଏ କରିଥିଲେ, କେତେ ଜଣ ପିଲାଙ୍କର ରିଜେକ୍ଟ ହେଇଛି ତାଙ୍କର ଆପ୍ଲିକେସନ୍, ତା ସହିତ ଆମର ଟେଣ୍ଟେଟିଭ୍ ଡେଟ୍ କେଉଁଟା ଅଛି, କେଉଁ ଦିନ ଆମର ଏକ୍ଜାମିନେସନ୍ ହେବ ସେ ବିଷୟରେ ଡିଟେଲ୍ସରେ କହିଦେଇଛି ଆଣ୍ଡ ଇଟ୍ ଇଜ୍ ଅଫିସିଆଲ୍, ରାଇଟ୍। ତ ଆମେମାନେ ଏଇଟାକୁ ଟ୍ରଷ୍ଟ କରିପାରିବା। ଫର୍ଷ୍ଟ ଅଫ୍ ଅଲ୍ ତୁମମାନେ ଦେଖିବ ଯଦି ନମ୍ବର ଅଫ୍ ଆପ୍ଲିକେସନ୍ ଅଛି ନା, ତ ନମ୍ବର ଅଫ୍ ଆପ୍ଲିକେସନ୍ କେତେ ଜଣ ପକେଇଛନ୍ତି ଫର୍ମ ଦେଖ, ଦ୍ୟାଟ୍ ଇଜ୍ 2,31,672। ଆପ୍ରୋକ୍ସିମେଟ୍ ଯଦି ତୁମେ ଧରିବ 2,32,000 ପିଲା ଗୋଟେ ଫର୍ମ ଫିଲ୍ଅପ୍ କରିଛନ୍ତି, ସବମିଟେଡ୍ କରିଥିଲେ ଏଇଟାକୁ। ଆଣ୍ଡ ତାଙ୍କ ଭିତରୁ ନମ୍ବର ଅଫ୍ ଆପ୍ଲିକେସନ୍ ଇନକମ୍ପ୍ଲିଟ୍ ଅର୍ ରିଜେକ୍ଟେଡ୍ କେତେ ହେଇଛି, 29,000 ପିଲାଙ୍କର ରିଜେକ୍ଟ ହେଇଯାଇଛି। ଆଣ୍ଡ ଏ ଯେଉଁ PDF ଅଛି ସେ PDFରୁ ତୁମମାନେ ତୁମର ଲିଷ୍ଟ ଫାଇଣ୍ଡ ଆଉଟ୍ କରିପାରିବ ଯଦି ତୁମର ରିଜେକ୍ଟ ହେଇଛି କି ରିଜେକ୍ଟ ହେଇନି। ଆଣ୍ଡ ତାଙ୍କର ରିଜନ୍ ବି ସେମାନେ ପ୍ରୋଭାଇଡ଼ କରିଛନ୍ତି କି କାହିଁକି ରିଜେକ୍ଟ ହେଇଥିବ, ଠିକ୍ ଅଛି। ବହୁତ ସାରା ପିଲାଙ୍କର ତ ଇନକମ୍ପ୍ଲିଟ୍ ଯେଉଁ ଆମର କ'ଣ ରହିଲା ପେମେଣ୍ଟ, ଠିକ୍ ଅଛି, ପେମେଣ୍ଟ ସେମାନେ କରିନଥିଲେ, ସେଥିପାଇଁ ତାଙ୍କର ଇନକମ୍ପ୍ଲିଟ୍ ହେଇକି ରହିଯାଇଛି। କାହିଁକି ନା 500 ଯେହେତୁ କରିଦେଲା କ'ଣ ଏକ୍ଜାମିନେସନ୍ ଫି, ତ ବହୁତ ପିଲା ଖାଲି ତମର ରେଜିଷ୍ଟର କରିକି ଆପ୍ଲିକେସନକୁ ଫର୍ଦର ପ୍ରୋସିଡ୍ କରିନଥିଲେ କିମ୍ବା ଅଲଗା କିଛି ରିଜନ୍ ଦେଇଦେଇଛି, ତ ସେଥି ରିଜନ୍ ବି ତମର ମେନସନ୍ କରାହେଇଛି। ତ ଏଇଟା ହେଇଗଲା ତମର କ'ଣ ରିଜେକ୍ଟେଡ୍ ଲିଷ୍ଟ। ତ ପିଲା କେତେ ଜଣ ବଞ୍ଚିଗଲେ, ଆପ୍ରୋକ୍ସିମେଟ୍ ଯଦି ଧରିବା 2,02,000 ପିଲା ତମର କ'ଣ ରହିଗଲେ ଯେଉଁମାନେ ପ୍ରିଲିମ୍ସ ଏକ୍ଜାମିନେସନ୍ ଦେବେ, ଯେଉଁଟାକି ଆମର କେବେ ହେବ ନା 19th ଏପ୍ରିଲ, ଠିକ୍ ଅଛି। Here you can see the preliminary examination is tentatively scheduled to be held on 19th of April 2026, that is Sunday, ঠিক ଅଛି। সো আপ্ରୋକ୍ସିମେଟ୍ ଯଦି ଦେଖିବ, ଆପ୍ରୋକ୍ସିମେଟ୍ ନାହିଁ ଏକ୍ଜାକ୍ଟଲି, ଆଜିଠାରୁ ତୁମେ ଯଦି ଦେଖିବ ଆମ ପାଖରେ 50 ଦିନ ରହିଲା, 50 days ଲେଫ୍ଟ, କ'ଣ ପାଇଁ ନା ଆମର ପ୍ରିଲିମିନାରୀ ଏକ୍ଜାମିନେସନ୍ ପାଇଁ। ଆଣ୍ଡ ତୁମେ ଯଦି ଦେଖିବ ଏଇଠି 2,02,000 ପିଲା, କେତେଟା ପୋଷ୍ଟ 1,570 ପୋଷ୍ଟ ଆପ୍ରୋକ୍ସିମେଟଲି। ତ ଆମର 130 ଜଣ ପାଖାପାଖି ଆସିଲେ ଗୋଟେ ପୋଷ୍ଟକୁ 130 ଜଣ କ'ଣ କରିବେ, କମ୍ପିଟ୍ କରିବେ। ଗୋଟେ ଏଇଟା ତ ପର୍ଟିକୁଲାରଲି ଠିକ୍ ଜିନିଷ ନୁହଁ କହିବା ପାଇଁ କି 130 ଜଣଙ୍କ ଭିତରେ ଜଣକୁ ସିଟ୍ ମିଳିବ ବୋଲି, ବଟ୍ ତୁମେ ଯଦି ଦେଖିବ ନମ୍ବର ୱାଇଜ୍ ଆମେ ଯଦି ଦେଖିବା ତାହେଲେ ସେଇଭଳିଆ ହିଁ ଯାଉଛି। 2,02,000 ପିଲାଙ୍କ ଭିତରୁ କିଛି 30,000 ପିଲା ଆପ୍ରୋକ୍ସିମେଟଲି ଥିବେ ଯେଉଁମାନେ କ'ଣ ହେବେ ନା ସିରିୟସ୍ କ୍ୟାଣ୍ଡିଡେଟ୍ ଥିବେ, ଯେଉଁମାନେ ପାଠ ପଢ଼ୁଥିବେ କି ନାଇଁ ଆମକୁ ଏକ୍ଜାମିନେସନ୍ କ୍ରାକ୍ କରିବାର ଅଛି, ଯେଉଁମାନଙ୍କ ପାଠ ସହିତ ଲିଙ୍କ୍ ଥିବ, ସେଥିପାଇଁ ସେମାନେ ଆପ୍ଲିକେସନ୍ ଫର୍ମ ପକାଇଛନ୍ତି। ତ ତୁମର କମ୍ପିଟିସନ୍ ଏ 30,000 ପିଲାଙ୍କ ସହିତ ହିଁ ରହିବ। ପ୍ରିଭିୟସଲି ମୁଁ ଗୋଟେ ଭିଡ଼ିଓ ବନେଇଥିଲି 60 days ପ୍ଲାନିଂ ବା 60 days ଷ୍ଟ୍ରାଟେଜି, କେମିତି ଆମେମାନେ ଯେଉଁ OSSC CGL ଅଛି ସେ OSSC CGLକୁ କ୍ଲିୟର କରିଦେବା। ସେ ଭିଡ଼ିଓକୁ ତୁମେମାନେ ଦେଖିପାରିବ ଯାଇକି। ସେ ଯେଉଁ ଷ୍ଟ୍ରାଟେଜି ଅଛି ସେଇଟା ଆଜି ପାଇଁ ବି ରିଲିଭେଣ୍ଟ ଅଛି, କାହିଁକିନା ତୁମ ପାଖରେ 50 days ରହିଲା, ତ ତୁମେମାନେ ସେଇଟାକୁ ଦେଖିକି ବି କ'ଣ କରିପାରିବ, ନିଜର ପ୍ରିପାରେସନ୍କୁ ଆଗକୁ ନେଇପାରିବ। ତ ହ୍ୱାଟ୍ ହିୟର୍ ଆଇ ହାଭ୍ ଫର୍ ୟୁ, ତୁମକୁ ମୁଁ କ'ଣ ପ୍ରୋଭାଇଡ଼ କରିପାରିବି ଏଠି, ଟେଷ୍ଟ ସିରିଜ୍, ଠିକ୍ ଅଛି। টেস্ট সিরিজ তুমি মানে দেখিথিব, তুমি এইটা ভাবিবনি কি টেস্ট সিরিজ মু জয়েন করুছি তো দ্যাট মিন্স টেস্ট সিরিজে যে কোশ্চিন আসিথিব এক্সাক্টলি সেই কোশ্চিন রেপ্লিকা হয়েকি তোমার এক্সামিনেসন আসিব, দ্যাট ইজ নট ট্রু। টেস্ট সিরিজ তোমাকে গোটে প্রাক্টিস পাই দিয়া যাইଥାଏ, সো দ্যাট তোমাকে এক্সামিনেসন হলরে কনফিডেন্ট ফিল कराव। তো তুমি এক্সামিনেসন রে কনফিডেন্ট ফিল করা পাই টেস্ট সিরিজ তুমি জয়েন কর, ঠিক আছে। ফ্রম RBI ওড়িশা আপ্লিকেশন তুমি মানে এটাকে ডাউনলোড করে পারিব এন্ড সেটি তুমি মানে দেখি পারিব আমরা টেস্ট সিরিজ আছে OSSC CGL পাই, এটাকে তুমি মানে ଯାଇକି ପ୍ରାକ୍ଟିସ୍ କରିପାରିବ ଆଣ୍ଡ ଦେଖିପାରିବ ତୁମେ ମାନେ କେତେ ପଢ଼ି ସାରିଛ ଆଣ୍ଡ ତୁମର ଆଟେମ୍ପ୍ଟ କେତେ ରହୁଛି, ଟାଇମ୍ ମ୍ୟାନେଜମେଣ୍ଟ କେମିତି ରହୁଛି, ସେସବୁ ଜିନିଷ ତୁମେ ଆନାଲିସିସ୍ କରିପାରିବ। ଟେଷ୍ଟ ସିରିଜକୁ ଛାଡ଼ି ସାରିଲା ପରେ କରେଣ୍ଟ ଆଫେୟାର୍ସ ଗୋଟେ ଇମ୍ପୋର୍ଟାଣ୍ଟ ପୋର୍ସନ୍ ରହିବ, ଠିକ୍ ଅଛି। ଲାଷ୍ଟ 10 monthର କରେଣ୍ଟ ଆଫେୟାର୍ସ ଆଲଙ୍ଗ ୱିଥ୍ PDF, এইটা ବି ତୁମକୁ ଆପ୍ଲିକେସନରେ ଆଭେଲେବୁଲ୍ ହେଇଯିବ। ନେକ୍ସଟ 15 days ଭିତରେ ତୁମକୁ ଏଇଟା ସବୁ ଆଭେଲେବୁଲ୍ ହେଇଯିବ। ଅଲରେଡ଼ି ଅକ୍ଟୋବର, ନଭେମ୍ବର, ଡିସେମ୍ବର, ଜାନୁଆରୀର ତୁମର ସେଠି ଆଭେଲେବୁଲ୍ ଅଛି। ଏଇ କିଛି ଦିନ ଭିତରେ ଫେବୃଆରୀ ବି ପଡ଼ିଯିବ। ତ ଲାଷ୍ଟ 10 monthର କରେଣ୍ଟ ଆଫେୟାର୍ସକୁ ଆମେ ପଢ଼ିକି ଯିବା। ତ এইটা ଫ୍ରିଲି ତୁମକୁ ଆଭେଲେବୁଲ୍ ଅଛି ଆପ୍ଲିକେସନରେ, ସେଇଟାକୁ ବି ତୁମେ ଯାଇକି କ'ଣ କରିପାରିବ, ଦେଖିପାରିବ, ଡାଉନଲୋଡ଼ କରିକି ପଢ଼ିପାରିବ, ଠିକ୍ ଅଛି। ତ ଲାଷ୍ଟ ଥିଙ୍ଗ ମୁଁ ତୁମକୁ କହିବି କି 50 days ରହିଲା, ରାଇଟ୍। 50 daysରେ ପ୍ରିଲିମ୍ସ କ୍ଲିୟର କରିବା ଇଜ୍ ଭେରି ମଚ୍ ଇଜି। ଆଣ୍ଡ ଏଇ ଯେଉଁ 60 daysର ଷ୍ଟ୍ରାଟେଜି ବନେଇଥିଲି ତାକୁ ଥରେ ଦେଖିକି ଯିବ, ଠିକ୍ ଅଛି।
कहीं से बहुत सारा जिनस मुझे तुमको कही एंड यहाँ जेहेतु ऑफिशियल नोटिस जहाँ भी आम डेटा ये डिस्कसन कले इट इज अबाउट ऑफिशियल ये कौन भी आमर कौन मनगढ़ा कहानी नहीं। तो आई होप कि तुम मानू यहाँ भल लगी लाइक द वीडियो शेयर विथ योर फ्रेंड्स एंड सब्सक्राइब टू RBS ओडिशा फॉर फर्दर अपडेट्स। थैंक यू वॉचिंग दिस वीडियो।